नमस्कार मुई मानस तो बंधुगण मुई भी तुम परी गोटे छात्र अटे एवं मु एही वर्ष एसएससी एमटीएस रो परीक्षा मध्य देइथिली एवं मु परीक्षा देवा पर ठारू मो मनरे गोटे प्रश्न उंकी मारछु जे एसएससी एमटीएस रो रिजल्ट केबे आसीबो एवं ओडिशार कटअफ केते जीवो कोन रहिबो पिलामाननक पय गोटे सुरक्षाजनक स्कूल ताहा आज आमे विषय रे आलोचना करिबा। तेणु ମୁଁ ବହୁତ ଗବେଷଣା କରିଛି ଏବଂ ଆଜି ତୁମ ସହିତ ସେଇ କଥାବାର୍ତ୍ତାକୁ ସେୟାର କରିବି। ତ ଚାଲୁନ ଭିଡ଼ିଓକୁ ଆରମ୍ଭ କରିବା। ତ ଆମ ଏସ୍ଏସ୍ସି ଏମ୍ଟିଏସ୍ ଏକ୍ଜାମ୍ ଫେବୃଆରୀ ମାସରେ ଆରମ୍ଭ ହୋଇ ଫେବୃଆରୀ ମାସରେ ଶେଷ ମଧ୍ୟ ହୋଇଥିଲା। ତେଣୁ ମୁଁ ଗତ ବର୍ଷର ଧାରା ଦେଖିଛି କି ଏସ୍ଏସ୍ସି ଏମ୍ଟିଏସ୍ର ଏକ୍ଜାମ୍ର 2.5-3 ମାସ ପରେ ଆମର ରିଜଲ୍ଟଟା ପ୍ରକାଶିତ ହୁଏ। ତେଣୁ ଆମେ ଧରିକି ଯିବା ଯେ ମେ ରୁ ଜୁନ୍ର ଶେଷ ପର୍ଯ୍ୟନ୍ତ ଆମର ଅପେକ୍ଷା ଶେଷ ହେବ ଏବଂ ରିଜଲ୍ଟଟା ପ୍ରକାଶିତ ହୋଇଯିବ। କିନ୍ତୁ ଆମର ହବଲଦାର ପୋଷ୍ଟର ପ୍ରଥମେ ରିଜଲ୍ଟ ପ୍ରକାଶିତ ହେବ କାରଣ ସେଥିର ଫିଜିକାଲ ଟେଷ୍ଟ ହେସି। ତ ସେଥିପାଇଁ ପହିଲା ହବଲଦାର ପୋଷ୍ଟର ରିଜଲ୍ଟ ଆସିବ ତାପରେ ଆମର ଏମ୍ଟିଏସ୍ ପୋଷ୍ଟର ରିଜଲ୍ଟ ଆସିବ। ତ ଏବେ ସବୁଠାରୁ ବଡ଼ ଖବର ଯେ ଓଡ଼ିଶାର କଟଅଫ୍ କେତେ ରହିଲେ ଗୋଟେ ସୁରକ୍ଷାଜନକ ସ୍କୋର ଆସିପାରିବ। ତ ଆସୁନ ଜାଣିବା। ତ ଆପଣମାନେ ସମସ୍ତେ ଜାଣନ୍ତି ଯେ ଓଡ଼ିଶା ଏକ ପ୍ରତିଯୋଗିତା ମୂଳକ ରାଜ୍ୟ ଅଟେ। ଏଠାରେ ବହୁତ ଛାତ୍ରଛାତ୍ରୀ ଏକ୍ଜାମ୍ ଦେଇଛନ୍ତି ଏବଂ ଏସ୍ଏସ୍ସି ଏକ୍ଜାମ୍ର ରିଜଲ୍ଟକୁ ଅପେକ୍ଷା କରିଛନ୍ତି। ତ ଚାଲନ୍ତୁ ଓଡ଼ିଶାର କଟଅଫ୍ର ଆପଣମାନଙ୍କୁ ଗୋଟିଏ ଚାର୍ଟ ଦେଖାଉଛି। ତ ଭାଇମାନେ ଏହି ରୋଡ଼ ମ୍ୟାପ୍କୁ ଟିକେ ଧ୍ୟାନ ଦିଅନ୍ତୁ ଯେଉଁଥିରେ କି ରିଜଲ୍ଟର ଆସିବାର ସମ୍ଭାବନା ଦିଶୁଛି। ତ ପ୍ରଥମେ ଦେଖିପାରୁଥିବେ ଟିକ୍ ଅଛି ବା ରାଇଟ୍ ଚିହ୍ନ ଅଛି ଯେଉଁଥିରେ କି ଆମର ଏକ୍ଜାମ୍ ଏବଂ ଆନ୍ସର୍ କିର ଅପେକ୍ଷା ଶେଷ ହୋଇଥିଲା ଯେଉଁଟାକି ପ୍ରକାଶ ହୋଇସାରିଲାଣି ଯେନ୍ଟାକି ଫେବୃଆରୀରୁ ମାର୍ଚ୍ଚ ମାସ ମଧ୍ୟରେ ହୋଇଥିଲା। ଏବଂ ଦ୍ୱିତୀୟରେ ଅଛି ଗୋଟିଏ ଘଡ଼ିର ଲୋଗୋ ଯେଉଁଥିରେ କି ମେ ରୁ ଜୁନ୍ରେ ଆମର ହବଲଦାର ଆରୁ ଏମ୍ଟିଏସ୍ ପୋଷ୍ଟର ରିଜଲ୍ଟ ଆସିବ ଏବଂ ଫାଇନାଲ୍ ମେରିଟ୍ ଲିଷ୍ଟଟା ଜୁଲାଇରୁ ଅଗଷ୍ଟ ମଧ୍ୟରେ ପ୍ରକାଶିତ ହେବ ଦେଖିବାକୁ ଆପଣଙ୍କୁ ମିଳିବ। ତ ଓଡ଼ିଶାର ଏକ୍ସପେକ୍ଟ କଟଅଫ୍ କେତେ ରହିବ। ତ ୟୁଆର୍ ବାଲିକର ଗୋଟେ ସୁରକ୍ଷାଜନକ ସ୍କୋର ହେଉଛି 112ରୁ 120 ଏବଂ ଓବିସି ଇଡବ୍ଲ୍ୟୁଏସ୍ ଛାତ୍ରଛାତ୍ରୀଙ୍କ ପାଇଁ 108ରୁ 116 ଏବଂ ଏସ୍ସି କ୍ୟାଟେଗୋରୀର ଛାତ୍ରଙ୍କ ପାଇଁ 98 ଟୁ 106 ରହିଲେ ଗୋଟେ ସୁରକ୍ଷାଜନକ ସ୍ତର ହେବ ଏବଂ ଏସ୍ଟି ପିଲାଙ୍କ ପାଇଁ 90ରୁ 100 ମାର୍କ। ଏଇ ଥିଲା ଆପଣଙ୍କର ରୋଡ଼ ମ୍ୟାପ୍ ରିଜଲ୍ଟର ଯେଉଁଟାକି ଆପଣଙ୍କ ସାମନେ ଦେଖିବାକୁ ମିଳୁଛି ଏବଂ ଏହାକୁ ଆପଣ ssc.gov.in ରେ ଯାଇକି ରିଜଲ୍ଟ ଚେକ୍ କରିପାରିବେ ଏବଂ ସବୁ ଦେଖିପାରିବେ। ତ ଦେଖିଲେ ଓଡ଼ିଶାର କଟଅଫ୍ କେତେ ଯାଉଛି କ'ଣ କେମିତି ରହୁଛି। ତ ଓଡ଼ିଶାର ସବୁ ଡାଉଟ୍ କ୍ଲିଅର। ତ ଯଦି କାହାକୁ କିଛି ବୁଝି ନ ହେଲା କି କ'ଣ ଯଦି ହେଉଛି ତ କମେଣ୍ଟରେ ଜଣାନ୍ତୁ ଆମେ ଜରୁର ଆପଣଙ୍କୁ ଉତ୍ତର ଦେବୁ। ତ ଧନ୍ୟବାଦ ଆଜିର ଭିଡ଼ିଓ ଏତିକି ଥିଲା। ତ ଆପଣ ଏସ୍ଏସ୍ସି ଏମ୍ଟିଏସ୍ର ଏକ୍ଜାମ୍ରେ କେତେ କ୍ୱେଶ୍ଚନ୍ ଆଟେମ୍ପ୍ଟ କରିଥିଲେ ଜରୁର କମେଣ୍ଟରେ କହନ୍ତୁ। ତ ଆଜି ପାଇଁ ଏତିକି। ଜୟ ଜଗନ୍ନାଥ।